ଯୌତୁକ ନିର୍ଯାତନାରେ ବଧୂ ହତ୍ୟାକୁ ନେଇ ପରିବାର ଲୋକ ଓ ସର୍ବଦଳୀୟ ନେତାଙ୍କର ସାମ୍ବାଦିକ ସମ୍ମିଳନୀ। ଅତି ଲଜ୍ଜାଜନକ ଜିନିଷ ଏବଂ ଦୁଃଖଦାୟକ। ସଭ୍ୟ ସମାଜରେ ଯେ ନ୍ୟାୟ ଦେବା ପାଇଁ ଆମେ ଆମର ଟ୍ୟାକ୍ସ ପଇସାର ନିଯୁକ୍ତି କରିଛୁ, ସେ ଗୋଟେ ଯୋଉ ପରିବାର ଚଡ଼କ ପଡ଼ିଛି, ଯୋଉ ପରିବାର ଗୋଟେ ଝିଅକୁ ହତ୍ୟା କରାଯାଇଛି, ସମସ୍ତେ ମିଳିମିଶି ତାକୁ ହତ୍ୟା କରିଛନ୍ତି ଏବଂ ଗୋଟାଏ ହତ୍ୟା ନାହିଁ, ଦିଟା ହତ୍ୟା। ସେ ମା ସେ ଭଉଣୀ ଗର୍ଭବତୀ ଥିଲେ, 3-4 ମାସର ସନ୍ତାନ ତାଙ୍କ ଗର୍ଭରେ ଥିଲା। ତାମାନେ ଦିଟା ଏଟା ମର୍ଡର କେସ୍। ଏଭଳି ଏକ ଘଟଣାରେ ଆଇଆଇସି ଯୋଉ ଭଳିଆ ଷ୍ଟେଟମେଣ୍ଟ ଦେଇକି ଯୋଉ ଭଳିଆ ଭାଷାରେ ସେମାନଙ୍କୁ ତାଙ୍କ ମାକୁ ଭାଇକୁ ପରିବାର ଲୋକଙ୍କୁ ବେରାଗଡ଼ାର ସ୍ତ୍ରୀ ଲୋକମାନଙ୍କୁ ଆଣିକି ତମକୁ ମରେଇଦେବି, ତମେ ଏଠୁ ଯଦି ଜଲ୍ଦି ନ ଯିବ, ବେଶୀ ଯଦି ପାଟି କରିବ ତମକୁ ଚୁପ୍ କରେଇଦେବା ପାଇଁ ମୁଁ ଜାଣିଛି, ଲକ୍ଷ୍ମୀପୁର ଯାଇକି ମରେଇବି। ଏଭଳି ଯଦି ଜଣେ ଆଇଆଇସି କହୁଛି ମାନେ ସେ ମଣିଷ ନୁହଁ ଏବଂ ସେ କେବେ ସେଭଳି ଲୋକଙ୍କ ଠାରୁ ନ୍ୟାୟ ଆଶା ଆମେ କରୁନାହୁଁ। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅଧୀନସ୍ଥ ବେହେରାଗୁଡ଼ା ଗ୍ରାମରେ ଚଳିତ ମାସ 3 ତାରିଖ ଦିନ ଜଣେ ବଧୂ ହତ୍ୟାକୁ ନେଇ ଗୁରୁବାର ଦିନ ଲକ୍ଷ୍ମୀପୁର ପିଡବ୍ଲ୍ୟୁଡି ବଙ୍ଗଳାଠାରେ ଝିଅର ହତ୍ୟାକୁ ନେଇ ନ୍ୟାୟ ଗିରଫ କରିବା ଏବଂ ସିମିଳିଗୁଡ଼ା ଥାନା ଅଧିକାରୀ ମୃତ ଝିଅର ଶବ ସତ୍କାର ସମୟରେ ଆଇଆଇସି ଯେଉଁଭଳି ବ୍ୟବହାର କଲେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ଝିଅର ବାପା ମା ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ଇଞ୍ଜିନିୟର ବିଧାୟକ ପବିତ୍ର ସାଉନ୍ତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲକା, ପୂର୍ବତନ ସାଂସଦ ଝିନ୍ନା ହିଲକା, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଓ କୋରାପୁଟ ଜିଲ୍ଲା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସରଗରିଆ ଏକତ୍ରିତ ମୃତ ପରିବାର ପ୍ରତି ନ୍ୟାୟ ପ୍ରଦାନ କରିବା ସହିତ ହତ୍ୟାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଯଥାଶୀଘ୍ର ଗିରଫ ଓ ତୁରନ୍ତ ସିମିଳିଗୁଡ଼ା ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରି ସାମ୍ବାଦିକ ସମ୍ମିଳନୀ ପରେ କୋରାପୁଟ ଜିଲ୍ଲା ଏସ୍ପି ଓ ଡିଆଇଜିଙ୍କୁ ଭେଟି ଆଇଆଇସିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ମୋ ନାଁ ଠିକିନା ସାହୁ, ମୋ ଘର ଚମ୍ପି, ମୁଁ ଜାଗୁଡ଼ାରୁ ଝିଅକୁ ବାହାଘର କରିଥିଲି। ତ ମୋତେ ସନ୍ଧ୍ୟା ବେଳେ ଫୋନ୍ ଆସିଲା କି ତମ ଝିଅ ଶୋଇଛି, କ'ଣଟା ଉଠିଲେ ଉଠୁନି। ସେଥିପାଇଁ ମୁଁ ମୋ ସ୍ୱାମୀକୁ ଫୋନ୍ କଲି। ମୋ ସ୍ୱାମୀ ଚମ୍ପିରେ ଥିଲେ, ଚମ୍ପିରୁ ବେହେରାଗୁଡ଼ା ଯିବା ପାଇଁ ବହୁତ ପାଖ, ତାଙ୍କେ ଆଗ ପହଞ୍ଚିଲେ। ଆମେ ତାର ଗୋଟେ ଘଣ୍ଟାଟି ପରେ ପହଞ୍ଚିଲୁ। ମୋ ସ୍ୱାମୀକୁ କୁଆଡ଼େ କହିଛନ୍ତି ତମ ଝିଅକୁ ହାର୍ଟ ଆଟାକ୍ରେ ସେ ମରିଯାଇଛି ବୋଲିକି। ମୁଁ ଯାଇକି ଦେଖିଲା ବେଳକୁ ତା ବେକରେ ଚିହ୍ନ ହାରିକା ଥିଲା। ତାପରେ ମୁଁ ପଚାରିଲି ଏଇଟା ତ ହାର୍ଟ ଆଟାକ୍ ନେଇ, ତ ଏଇଟା ଚିହ୍ନ କ'ଣ ପାଇଁ ହେଇଛି, ଆକୁ ତମେ ମାରି ଦେଇଛ କହିଲି। ତାପରେ ତାଙ୍କେ ମୋତେ କହିଲେ କି ନାଇଁ ସିଏ ତାର ସୁସାଇଡ୍ କରୁଛି ବୋଲିକି। ମୁଁ ସେଥିପାଇଁ ବୋଲିକି ମୋତେ ମିଛ ଲାଗିଲା। ଆମେ କେସ୍ କଲୁ ସିମିଳିଗୁଡ଼ା ଥାନାରେ। କେସ୍ କରିକି ଦେଖିଲୁ ତ ତାଙ୍କେ ଆସିକି ଆମର ସପୋର୍ଟରେ ନ କହିକି ତାଙ୍କର ସପୋର୍ଟରେ କହୁଛନ୍ତି ସେ ସୁସାଇଡ୍ କରୁଛି ବୋଲିକି। ସିମିଳିଗୁଡ଼ା ଆଇଆଇସି କହୁଛି ଆଉ ସେ ସୁସାଇଡ୍ କରୁଛି ବୋଲିକି। ଆଉ ଗୋଟେ କଥା କ'ଣ, ଏବେ କହିଛି କି ସେ ତ ତାଙ୍କର ରିପୋର୍ଟ ଆସିନି, ମୋ ଝିଅର ରିପୋର୍ଟ ନ ଆସୁନି, ସେ ଆଗ କହିଦେଇଛି ତମର ଝିଅ ସୁସାଇଡ୍ କରୁଛି ପ୍ଲସ୍ ପୁଅ ବହୁତ ଦିନ ରହିବ ନାହିଁ ବୋଲିକି। ଆମେ ସେତିକିରେ କ୍ଲିୟର ହେଇଗଲୁ କି ସେ ପଇସା ନେଇଛି ବୋଲିକି। ଆମକୁ ଭରସା ପାଉନି ସେ ପୋଲିସ ଉପରେ। ଆମକୁ କ୍ରାଇମ୍ ବ୍ରାଞ୍ଚ ଆଉ ସିବିଆଇ ଦରକାର, ନହେଲେ ମୋ ଝିଅ ସେ ଇତିଶ୍ରୀ ମାନଙ୍କ ଭଳିଆ ପୁଣି ଲୁଚିଯିବ। ତାକୁ ନ୍ୟାୟ ଦରକାର, ଏତିକି ମୋର ଦାବି। ଦେଖନ୍ତୁ, ଚଳିତ ଜାନୁଆରୀ ମାସ 3 ତାରିଖ ଦିନ ଲକ୍ଷ୍ମୀପୁର ଅଞ୍ଚଳ ପାଇଁ ଏକ ଦୁଃଖମୟ ଘଟଣା ଘଟିଛି। ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଚମ୍ପି ତଥା ସେମାନେ ଯାଇ ଜାଗୁଡ଼ାରେ ରହୁଛନ୍ତି ଏବଂ ତାଙ୍କ ଝିଅ ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ବେହେରାଗୁଡ଼ାରେ ବାହା ହେଇଥିଲା। ଦୁର୍ଭାଗ୍ୟବଶତଃ ଯୌତୁକ ନିର୍ଯାତନା ଦେଇ 7 ମାସ ବାହା ହେଇ 7 ମାସ ପରେ 10 ମାସ ପରେ ପୁଣି 2 ମାସ 3 ମାସର ଗର୍ଭବତୀ ଥିବା ମହିଳାଙ୍କୁ ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରି ଏକ ଭିନ୍ନ ରୂପ ଦେବା ପାଇଁ ହାର୍ଟ ଆଟାକ୍ ହେଇଥିଲା ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ତଙ୍କର ମତାମତ ଭିନ୍ନ ହେଇଛି, ଯାହାକୁ ନେଇ ପରିବାର ପରିଜନ ଅସନ୍ତୋଷ ପ୍ରକାଶ କରିବା ସହିତ ଆଇନର ଦ୍ୱାରସ୍ଥ ହେଇଥିଲେ, ଥାନାର ଦ୍ୱାରସ୍ଥ ହେଇଥିଲେ। କିନ୍ତୁ ଯେଉଁ ଲୋକଙ୍କ ସେବା ପାଇଁ ଅଛନ୍ତି, ଯେଉଁ ଅଫିସର ଲୋକଙ୍କ ହିତ ପାଇଁ ଅଛନ୍ତି, ପୁଣି ଝିଅ ଗୋଟେ ଚାଲି ଯାଇଛି, ତାହାର ନ୍ୟାୟ ପାଇଁ ଚିନ୍ତା ନ କରି ପୁଣି ତାଙ୍କ ଏଗେନଷ୍ଟରେ ନ୍ୟାୟ କୌଣସି MLMP କିଛି କରିପାରିବେ ନାହିଁ, କୌଣସି IG DIG କିଛି କରିପାରିବେ ନାହିଁ ବୋଲି ସେମାନଙ୍କୁ ଥ୍ରେଟନିଂ ଦିଆଯାଉଛି।
तेणु स्थानीय जो आईआईसी अच्छे जहाँ पाखे माने सहारा करी भरोसा करी न्याय पाई जाइथिले सी ए भलिया उल्टा कथा कहिबारु एमाने वर्तमान भांगी पड़ी। तेणु आशा करुच्ची आ उपरे उचित तदंत हो, उचित न्याय मिले एमानंकु। जो पर्यंत आम झील को न्याय मिली नहीं, आम झीर हत्याकारी सामना को आसी नहीं, से पर्यंत आम कौन प्रकार चुप बसबू ना। आज लक्ष्मीपुर निर्वाचन मंडल समस्त दल बल निर्विशेष समस्त आज एकजुट होइछु रचना भौणीर न्याय पाई। तेणु आसंता दिन में तार उचित तदंत न हुए निहाती भाव में समस्ते राजरास्ता को ओह्लैबू। कंप्लेन आसी जिते जो केस मैटर अछि से केस तो एफआईआर है तकर जहाँ मु स्टेटस बुझी स्वामी अरेस्ट भी हो जाए। बाकी जो अन्य अभियोग अच्छी थाना तरफ टिके माने ताकर अभियोग रही थाना तरफ ताको फुल कोऑपरेशन मिलू नहीं। तो आउ से केस विषय माने अन्य फैमिली जान लोकर भी इन्वॉल्वमेंट माने से माने सेटा भी आनु छंती। तो से विषय आम गोटे सीनियर अफसर को पठाइबू से जाइके माने समस्त जिते लोक अच्छा से गाँव को जाके बुझी के सब कथा बुझी के से इनक्वारी कला पर गोटे रिपोर्ट देवे। से रिपोर्ट ऊपर जहाँ आगु जहाँ कार्यानुष्ठान होची हमने रिपोर्ट जहाँ आसी मतलब थाना लेवल थाना रे थिबो जहाँ मु बुझुची निश्चित रिपोर्ट आसी ताहेला जाके ता स्वामी अरेस्ट होई।